ଏବେ ଆମ ରାଜ୍ୟରେ ଆଳୁକୁ ନେଇ ତମ୍ବି ତୋଫାନ। ଆଳୁ ଦର ଆକାଶ ଛୁଆଁ ଓ ମିଳୁନି ମଧ୍ୟ। ତେବେ କଥା ହେଉଛି କି ସବୁ ବର୍ଷ ଏହି ସମୟରେ ଆଳୁ ଆମକୁ ହଇରାଣ କରୁଛି। ତଥାପି ଆମେ ବେପାରୀଙ୍କୁ ସରକାରଙ୍କୁ ଦୋଷ ଦେଇ ନିଜ ରାଗ ସୁଝାଉଛୁ। ଆଳୁ ଖାଇବାରେ ଆମେ ଏତେ ଅଭ୍ୟସ୍ତ ହୋଇଯାଇଛୁ ଯେ ସତରେ ବିନା ଆଳୁରେ ବଞ୍ଚିବା ଯେମିତି ଦୁଃସହ ହୋଇପଡ଼େ ସେମିତି ଲାଗେ। ଅବଶ୍ୟ ଏକଥା ସତ ଯେ ଅତି ଗରିବ ପରିବାର ହେଉ କି ସବୁଠୁ ବଡ଼ ଧନୀ, ସମସ୍ତଙ୍କର ବିନା ଆଳୁରେ ଖାଦ୍ୟ ସମ୍ଭବ ନୁହେଁ। ବୋଧହୁଏ ଏମିତି ପରିବାର ଖୁବ୍ କମ୍ ଥିବେ ଯାହା ଘରକୁ ଆଦୌ ଆସୁନଥିବ ଆଳୁ। ଘର କଥା ତ ଛାଡ଼ନ୍ତୁ, ରାସ୍ତାକଡ଼ ଠେଲା ଗାଡ଼ିରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ଯାଏ ସମସ୍ତଙ୍କର ଆଳୁ ଦରକାର। ଆଉ ଗରିବ ଖାଦ୍ୟରେ ଆଳୁ ହେଉଛି ପ୍ରମୁଖ। ତେଣୁ ଏହା ପରିବା ଝୁଡ଼ିରୁ କମିଗଲେ ଝଡ଼ ଉଠିବା ସ୍ୱାଭାବିକ। ତେବେ ପ୍ରଶ୍ନ ଆମର ସମସ୍ତଙ୍କୁ, କ'ଣ ଆଳୁ ବିନା ବଞ୍ଚି ହେବନି? ବିନା ଆଳୁରେ କ'ଣ ତରକାରୀ ସମ୍ଭବ ନୁହେଁ? ଟିକେ ଭଲ କରି ଭାବିଲେ ଦେଖି, ଶ୍ରୀମନ୍ଦିର ପ୍ରସାଦରେ କ'ଣ ଆଳୁ ପଡ଼େ? ନା ଦର୍ଶକ ବନ୍ଧୁ, ଶ୍ରୀମନ୍ଦିର ଭଳି ଅନେକ ମନ୍ଦିର ତାଙ୍କ ପ୍ରସାଦରେ ଆଳୁ ପକାନ୍ତି ନାହିଁ। ସେହିଭଳି ଦୈନନ୍ଦିନ ଜୀବନରେ ଆମେ କେବେ ବି ଘରେ ରାନ୍ଧୁଥିବା ସବୁ ତରକାରୀ କିମ୍ବା ଭଜାରେ ଆଳୁ ପକାନ୍ତି ନାହିଁ। ଆହୁରି ମଧ୍ୟ ଡାଇବେଟିସ୍ ବା ମଧୁମେହ ରୋଗୀ ଆଦୌ ଆଳୁ ଖାଆନ୍ତି ନାହିଁ। ଏସବୁ ଯଦି ସମ୍ଭବ ହେଉଛି, ତେବେ ଆଳୁକୁ ନେଇ ଆମେ ଏତେ ବିବ୍ରତ ହେଉଛୁ କାହିଁକି? କିଛି ଦିନର କଥା ତ, ପୁଣି ସ୍ୱାଭାବିକ ହୋଇଯିବନି। ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ହୁଏତ ବର୍ତ୍ତମାନର ପିଢ଼ି ଜାଣିନଥିବେ କି ଆଳୁର ଇତିହାସ କ'ଣ। ଆମ ଦେଶରେ ଆଗରୁ ଆଳୁ ନଥିଲା। 500 ବର୍ଷ ପୂର୍ବରେ ଭାରତୀୟମାନେ ଆଳୁ କ'ଣ ଜାଣିନଥିଲେ। ଏହାର ଚିହ୍ନ ବର୍ଣ୍ଣ ବି ଆମ ଦେଶରେ ନଥିଲା। ଆମର ଖାଦ୍ୟ ହୁଏତ ଦେଶୀ ଆଳୁ କିମ୍ବା ସାରୁରେ ଚଳୁଥିଲା। ଇତିହାସ ଅନୁସାରେ 17ଶହ ଶତାବ୍ଦୀରେ ଯେତେବେଳେ ପର୍ତ୍ତୁଗୀଜ ନାବିକମାନେ ଭାରତକୁ ଆସିଥିଲେ, ସେତିକିବେଳେ ଆମ ଦେଶକୁ ଆଳୁ ଆସିଲା। ତେବେ ପରବର୍ତ୍ତୀ ସମୟରେ ପ୍ରଥମେ ଉତ୍ତର ଭାରତରେ ଏହା ଚାଷ କରାଗଲା, ବିଶେଷ ଭାବରେ ବ୍ରିଟିଶ ଲୋକଙ୍କ ପାଇଁ। 18ଶହ ଶତାବ୍ଦୀ ବେଳକୁ ଏହା ଭାରତର ବେଶ କିଛି ରାଜ୍ୟରେ ଚାଷ ହେଲା। ତେବେ 1900ରୁ 2000 ଶତାବ୍ଦୀ ବେଳକୁ ଏହାର ବ୍ୟାପକ ଚାଷ କରାଗଲା। ତେଣୁ ସାଧାରଣ ଭାବେ ସେଥିପାଇଁ କୁହାଯାଏ କି ଏହା ଇଂଲଣ୍ଡରୁ ଆସିଛି ଓ ସେଥିଲାଗି ଏହାର ନାଁ ରହିଛି ବିଲାତି ଆଳୁ। ଠିକ୍ ଚା ଭଳି ଏହା ମଧ୍ୟ ଧୀରେ ଧୀରେ ଭାରତୀୟମାନଙ୍କୁ କବଳିତ କରିନେଲା। ଏହା ଏକ ବିଦେଶୀ ପରିବା ହୋଇଥିବାରୁ ହିନ୍ଦୁ ମନ୍ଦିରରେ ରନ୍ଧାଯାଉଥିବା ପ୍ରସାଦରେ ଆଳୁକୁ ସାମିଲ କରାଯାଏ ନାହିଁ। ସେହିଭଳି ଟମାଟୋ ନାଁ ହେଉଛି ବିଲାତି ବାଇଗଣ। ଏହା ମଧ୍ୟ କୌଣସି ପ୍ରସାଦ କିମ୍ବା ଭୋଗରେ ପଡ଼େ ନାହିଁ। ଐତିହାସିକଙ୍କ ମତରେ ଆଳୁର ଜନ୍ମ ଆମେରିକାର ଏଣ୍ଡିଜ୍ ପର୍ବତମାଳାରେ ସମୁଦ୍ର ପତନରୁ 3800 ମିଟର ଉଚ୍ଚରେ ହୋଇଥିଲା। ତେବେ 1772ରୁ 1785 ମଧ୍ୟରେ ଯେତେବେଳେ ୱାରେନ୍ ହେଷ୍ଟିଙ୍ଗ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ, ସେତିକିବେଳେ ଆଳୁ ଚାଷକୁ ପ୍ରୋତ୍ସାହିତ କରିଥିଲେ। କଥା ହେଉଛି କି ଆଳୁ ଗୋଟିଏ ଏମିତି ପରିବା ଯାହାକୁ ଏକା ଏକା ଖାଲି ଖାଇହେବ ଏବଂ ଅନ୍ୟ ଯେକୌଣସି ପରିବା ସହ ମିଶାଇ ମଧ୍ୟ ରାନ୍ଧିହେବ। ହେଲେ ଆମ ପୂର୍ବପୁରୁଷମାନେ ବା ବ୍ରିଟିଶ ଶାସନ କରିବା ଆଗରୁ ଆଳୁ କ'ଣ ଜାଣିନଥିଲେ, ତେଣୁ ଖାଇଥାନ୍ତେ କେମିତି? ଆଳୁ ପ୍ରଥମେ ପଶ୍ଚିମବଙ୍ଗ ଅଞ୍ଚଳକୁ ଆସିଲା ବୋଲି କୁହାଯାଏ। ବିଦେଶୀ ବେପାରୀମାନେ ଏହା ନାଁ ବଦଳାଇ ବିକୁଥିଲେ। ସେହିଠାରେ ଏହାକୁ ଆଳୁ ବୋଲି ନାଁ ଦିଆଗଲା। ବଙ୍ଗାଳୀମାନେ ଆଳୁରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ରାନ୍ଧୁଥିଲେ, ଯାହା ବେଶ ଆଦର ଲାଭ କଲା। ପରେ ନୈନିତାଲରେ ଆଳୁ ଚାଷ ହେଲା। ତେଣୁ ଅତୀତରେ ନୈନିତାଲ ଆଳୁ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିଲା। ଆଉ ଏବେ ବିଶ୍ୱରେ ସର୍ବାଧିକ ଆଳୁ ଉତ୍ପାଦନ ଚୀନ କରୁଥିବା ବେଳେ ଭାରତ ରହିଛି ଦ୍ୱିତୀୟ ନମ୍ବରରେ। ଆମ ପାଇଁ ପରିବା ଭିତରେ ରାଜା ହେଉଛି ଆଳୁ। ତଥାପି ଆଳୁ ମିଳୁନି ଦେଶରେ। କମ୍ ଉତ୍ପାଦନ ଓ ସଂରକ୍ଷଣ ହେତୁ ଆମ ରାଜ୍ୟରେ ଆଳୁର ଅଭାବ ଦେଖାଦେଉଛି। ଏହା ପଛର କାରଣ ଯାହା ଥାଉ ନା କାହିଁକି, ଯଦି ବି ମଝିରେ ମଝିରେ ଏମିତି ଅଭାବ ହେଉଛି, ତାକୁ କ'ଣ ଆମେ ସାମ୍ନା କରିପାରିବାନି? ଟିକେ 500 ବର୍ଷ ତଳର କଥା ଭାବିଲେ ଦେଖି, ଯେତେବେଳେ ଭାରତରେ ଆଳୁ ନଥିଲା ଓ ଆମ ପୂର୍ବପୁରୁଷମାନେ କେବଳ ଭାତ ଓ ପରିବା ଖାଉଥିଲେ, କିଛି ଫରକ ନଥିଲା। ତେଣୁ ଆଳୁ ରାଜନୀତିକୁ ଜବାବ ଦେବା ପାଇଁ ଆମକୁ ବି ଟିକେ ଚତୁର ହେବାକୁ ପଡ଼ିବ। ଆଳୁ ନ ଖାଇଲେ ଚଳିବନି, ଏ କଥାକୁ ମିଛ ବୋଲି ପ୍ରମାଣିତ କରିବାକୁ ହେବ। ସ୍ପେଶାଲ ଡେସ୍କ ଇନପୁଟ୍ ସହ ପୁରୀରୁ ପିଣ୍ଟୁ ସାହୁଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।